ଶୁଣରେ ନନ୍ଦନ ତତେ କହିଲି ତଦନ୍ତ ଆମ୍ଭକୁ ପ୍ରଭୁ କଳିଙ୍କି ରୂପେ କରି ଜାତ ଯାଜନଗ୍ରେ ଜନ୍ମ ଆମ୍ଭେ ହୋଇବୁଟି ପୁଣ ଅନେକ ପ୍ରକାର ଅଂଶ ଅବତାର ଜାଣ କଳିକିରେ ଯୁଦ୍ଧ ହେବ କଳିଙ୍ଗ ଅସୁର ତେଣୁ କଳିଙ୍ଗ ଦେଶ ଯେ ନାମଟି ଆମର ବିନାଶିବୁ ଆମ୍ଭେ ଖଣ୍ଡା ଧରି ବେନିକର ବିଜ୍ଞାନ ଉଦ୍ଭବ ଅସ୍ତ୍ର କି କରିବ ଛାର ବେନି ଭାଇ କଳା ଧଳା ଘୋଡ଼ାରେ ଚଢ଼ିନ ଯୁଦ୍ଧରେ ବାହାର ହୋଇ କରିବୁଟି ହାଡ଼ କଳ୍କି ଉତ୍ତାରୁ ସତ୍ୟ ହୋଇବ ପ୍ରକାଶ ଦମ୍ଭ ଧରି ଟାକିଥାଅ ସେ 5 ଦିବସ କହେ ଯଶବନ୍ତ ଦାସ ପ୍ରଭୁ ପାଦ ଧାଇ ତୁମ୍ଭ କୃପା ଅନୁଗ୍ରହେ ଲେଖୁଅଛି ମୁହିଁ ସେ ବ୍ରହ୍ମ ପୁରୁଷ ପାଦେ ରହୁଭର ଚିତ୍ତ ଯଶବନ୍ତ ମାଳିକା ହୋଇଲା ସମାପତ। ଯଶବନ୍ତ ମାଳିକାର ଶେଷରେ ସେ ଦେଇଛନ୍ତି ଏ ତଥ୍ୟ ଯେ ମୁଁ ପ୍ରଭୁଙ୍କ ଆଦେଶ ଅନୁସାରେ କଳ୍କି ଅବତାର ହେବି ଯାଜପୁରରେ ଥିବି ମୋ ସାଙ୍ଗରେ ମୋ ଭାଇ ଥିବେ ଜଗନ୍ନାଥ ଥିବେ ତାମାନେ ଇଏ ବଳଭଦ୍ର ଜନ୍ମ ହେବେ ଜଗନ୍ନାଥ ଆଉ ଜଣେ ଜନ୍ମ ହେଇଥିବେ ତାଙ୍କ ସାଙ୍ଗରେ ତାଙ୍କ ଭାଇ ହେଇକିରି ନିଜ ଭାଇ ହେଇକିରି ସେଇ 2 ଜଣ 12 ହାତ ଖଣ୍ଡା ଧରି ଘୋଡ଼ାରେ ଚଢ଼ିକି ନାଶ କରିବେ। ଅରିଜିନାଲ ଜଗନ୍ନାଥ ଯିଏ ପ୍ରକୃତ ଯିଏ ଜଗନ୍ନାଥ ସିଏ ନିର୍ଦ୍ଦେଶ ଦେବେ ସାରା ପୃଥିବୀରେ ଏ କଳ୍କିଳା ଆଗ ହେବ ଓଡ଼ିଶାରେ ନୁହେଁ କି ଭାରତରେ ନୁହେଁ ବାବା କି ଆମ ଇଏ ଜିଲ୍ଲାରେ ନୁହେଁ ସାରା ପୃଥିବୀରେ କେମିତି ହେବ ଶହ ଶହ ସଂଖ୍ୟାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଭୁଙ୍କର ଭକ୍ତମାନେ ଅଂଶ ଅବତାର ହେଇ ଜନ୍ମ ହେଇ ଅଛନ୍ତି ସେଠି ଯିଏ ପ୍ରଭୁ ଦିଭାଇ ଯେଉଁ ବଳଭଦ୍ର ଜଗନ୍ନାଥ ଯିଏ ଏ ଯେଉଁ କହିଲି ଯିଏ ଥାର୍ଡ଼ ଲୋକ ଯିଏ ମେନ୍ କଳ୍କି ଅବତାର ତାଙ୍କ ପୁତ୍ର ହିଁ ଜନ୍ମ ହେଇଥିବେ ତାମାନେ ମହିମା ଗୋସାଇଙ୍କର ଦ୍ୱିତୀୟ ଅବତାରରେ ସେ ପୁତ୍ର ହିଁ ଜନ୍ମ ହେଇଥିବେ ଏବଂ ଅଛନ୍ତି ଏବେ ସେ ନିର୍ଦ୍ଦେଶ ଦେବେ ସେ ଖଣ୍ଡା ଧରି ବୁଲିବେନି ଅନ୍ୟମାନେ ଏସବୁ ଅଂଶ ଅବତାର ମାନେ ସବୁ ଖଣ୍ଡା ଧରି ବୁଲିବେ ମେନଲି ଯଶବନ୍ତ ଦାସ ଆଉ ଯାହା କଥା ବର୍ତ୍ତମାନ କହିବି ଆପଣଙ୍କୁ ଜଗନ୍ନାଥ ଦାସ କିଏ ଜଗନ୍ନାଥ କିଏ ହେଇଥିବେ। କଳ୍କି ବିଷ୍ଣୁ ବର ସଙ୍ଗେ ଖେଳ ଖେଳୁଛି ଭୂମି ଭାଗେ ସେ ପୁଣି ତନୁକୁ ତେଜିବ ବୌଦ୍ଧ ବଲାସିଂହା ଠାବ ଯାଜନଗରରେ ଜାତ ହେବ କଳ୍କି ବିଷ୍ଣୁ ବୁଝ ଧ୍ରୁବ ନୃସିଂହ ନାମ ଅଟେ ତାର ସେ ପୁଣି ଆସି ବୋଛାମର ଭେଟ ହୋଇବ ମହାନିତ ତତେମି କହିଲି ସଂକଟ ବୋଲିବୁ ଶୁଣ ମୋ ଉତ୍ତର ଏ ଦେହ ଛାଡ଼ିବୁ ନିକର ଯାଜନଗରରେ ଜାତ ହେବୁ କଳ୍କି ସ୍ୱରୂପ ଧରିବୁ ଏମନ୍ତ ଆଜ୍ଞା ତୁଇ ପାଇ ତୋକାୟ ଛାଡ଼ି ଯିବୁ ତୁଇ ସମାଧି ବୌଦ୍ଧରେ ଜାଣ ତୋ ଜନ୍ମ ଯାଜପୁରରେ ପୁର। ନୃସିଂହ ଦାସ ଯେ ପ୍ରଭୁଙ୍କର ତୃତୀୟ ଶିଷ୍ୟ ଥିଲେ ସିଦ୍ଧ ପୁରୁଷ ଥିଲେ ସିଏ ପରବର୍ତ୍ତୀ ଜନ୍ମରେ ବର୍ତ୍ତମାନ ଯାଜପୁରରେ ଜନ୍ମ ହେଇଛନ୍ତି ଏଇ ଯଶବନ୍ତ ଦାସଙ୍କ ଭାଇ ହେଇଥିଲେ ଯଶବନ୍ତ ଦାସ ବଳରାମ ଦାସ ନୃସିଂହ ଦାସ ଥିଲେ ଜଗନ୍ନାଥ ସେଇ 2 ଜଣ ଖେଳ କରିବେ ଆଗ ଆଗ ଯେଉଁଟା ପଢ଼ିଲେ ଆପଣ ଯଶବନ୍ତ ମାଳିକାରୁ ସେଇ 2 ଜଣ କଳା ଧଳା ଘୋଡ଼ା ଚଢ଼ି 12 ଖଣ୍ଡା ହାତରେ ଧରି ଶତ୍ରୁକୁ ନାଶ କରିବେ ଯାହା ମୁଁ ଆଗରୁ କହିଥିଲି ଏଇଟା ହେଉଛି ଆପଣଙ୍କର ଯେଉଁ ଗୈରାଟିକ ଯୁଦ୍ଧରେ ତା ପୂର୍ବରୁ କହିଲି 96,000 ଦମନ ନାଶ ହେବେ ଗୋଟିଏ ଫେରିଯିବନି ସେଦିନ 7 ଦିନରେ ଆଉ ଏ ଖେଳ ମୁଁ ଯାଉଛି ବାର୍ତ୍ତା ତେଣୁ ଏଇ 2 ଜଣ ହେଉଛନ୍ତି ମୁଖ୍ୟ ଅଂଶ ଅବତାର ତା ଛଡ଼ା ଆପଣଙ୍କର କଳ୍କିଳା ବହି ନେଇଛନ୍ତି ଦେଖିବେ ପଢ଼ିବେ ଏଥିରେ ବିଭିନ୍ନ ଅଂଶ ଅବତାର ନାମ ଲେଖା ହେଇଛି ଜଗନ୍ନାଥ ପାଞ୍ଚାରେ ଜନ୍ମ ହୋଇଛନ୍ତି ବଳଭଦ୍ର ପାଞ୍ଚାରେ ଜନ୍ମ ହୋଇଛନ୍ତି ହନୁମାନ ଜନ୍ମ ହୋଇଛନ୍ତି 5 ଜାଗାରେ ଗରୁଡ଼ ଜନ୍ମ ହୋଇଛନ୍ତି 5 ଜାଗାରେ କାହିଁକି ଲେଖା ହେଇଛି ଆମେ କ'ଣ ବିଭ୍ରମ କରିବା ପାଇଁ ନା ବିଭିନ୍ନ ଭକ୍ତମାନେ ବିଭିନ୍ନ ଅଂଶ ନେଇ ଜନ୍ମ ହେବେ କଳ୍କିଳା କରିବା ପାଇଁ ସାରା ପୃଥିବୀରେ ଖାଲି ଭାରତରେ ନୁହେଁ। ଆଉ ଗୋଟିଏ କଥା ଆପଣଙ୍କୁ କହିଦେଉଛି ଏ ଯେଉଁ କଳ୍କି ଲୀଳା ପ୍ରଭୁ ଯିଏ ଆସିବେ ତୃତୀୟ ଜନ୍ମରେ ଭଗବାନ ଗୁପତେ ଥିବେ ମୌନ ଭାବେଣ କଳି ଭାରତଟି ଲେଖିବେ ସେଇ ଗୁପତେ ଥିବେ ତି ଚିହ୍ନାନ୍ତ ଦେଇ 3 ଜନ୍ମ ପରେ ଭକ୍ତ ବେଶ କଳ୍କି ରୂପ ମୋ ପାଇବେ ଦାସ। ତୃତୀୟ ଜନ୍ମରେ ପ୍ରଭୁ ଆସିଲା ପରେ ଗୁପ୍ତରେ ରହିବେ କିଛି ଦିନ କାହିଁକି ରହିବେ କହିବି ମୁଁ କାହିଁକି କହିଲେ କ'ଣ ନା ଆମେ ଗୁପ୍ତରେ ରହିବୁ କିନ୍ତୁ ମୋର ଯେଉଁ ଦାସମାନେ ଭକ୍ତମାନେ ସେମାନେ କଳ୍କି ରୂପ ପାଇବେ। ପୁଣି କ'ଣ ଲେଖିଲେ କେମିତି ଆସିବେ ପ୍ରଭୁ
शून्यरू आरोहण करेटी प्रभु तेतिकी बेलू समर करेटी सबू जिते बड़े पृथ्वी में घोर घोर संग्राम चली तृतीय विश्वयुद्ध आरंभ हो जाइथिबो सेतेबेले प्रभु शून्यरू उदय हेबे। एटी गोटे आउट तथ्य अच्छी जोटा कि मना मत कहवाई क्षमा करदेव बाबाने जे से खाली शून्यरू आरोहण करेंगे शून्य जड़े अवतरण करे ये ब्रह्मकल्प टीकार कहीं लिखला तो आरोहण करेंगे बोली शून्यटा कौटी चिंता करूँ पाई उत्तर पाई आपण मैंने शून्यरू आरोहण करेंगे जन्म हो खेल करेंगे ना अमुक दिन जन्म हे समूक जन्म हे खेल करेंगे से ना बाबा पड़े ये जो जन्मावता हो जाती अलरेडी प्रभु आसवे शून्यरू शून्य आसी खेल करेंगे भक्त माध्यम खेल करेंगे केबे आसवे लिखिले ओंकार मूर्ति हेबे नारायण कल्की स्वरूप हो 320 एकाम्र होइब पामर अच्युत कही 350 माने 37 20 जोड़िले 57 दिव्यसिंह सिंहासन आरोहण 57तम वर्ष से सी आरोहण करते 1970 मसीह 70 57 वर्ष 1970 मिसेक 57 वर्ष कैलकुलेट करेंगे आपण मैंने 2026 मसीहा 2026 मसीह प्रभु शून्यरू आरोहण करेंगे। तेणु ये बाबा जहाँ कहूँ मो बाणी नुहे मु कि नुहे मुझे साधारण मनीष मो ना कौटी मालिकार ना कि शिव शांतु नुहे कि सत नुहे जहाँ लिखाई बही रे प्रभु आदेश अनुसार पढ़ी शुणुची मोर गोटे लाइन गोटे अक्षर भी मोर आदेश निजर ना पुणी लिखिले पुणी पढ़ला आगे आम जे युद्ध हेले प्रभु आसवे युद्ध केबे हम कहती अनंत सुनंदे बारंग 656 खेल 6-16 घंटा मिसई देले पुथी होइब कंदल पट्टा माड़े शिशु अनंत कहला 6-16 घंटा 60 64 सेतरे 6 मिसैले 70 दिव्यसिंह देवकर 70 अंकरे खेल हम 70 अंक केबे आसुची 2026 2026 आपंकर 70 अंक चालू हम 2026 तृतीय विश्वयुद्ध लगे अब आगुरी देता प्रमाण अनुसार 2026 मसीह प्रभु आरोहण कर गुप्त रे गोटे वर्ष 27 लीला करेंगे 28 देख आप समस्त दर्शन करेंगे आ गोटे प्रमाण दूसरी कलिजुग मालिकार लिखिले 26 अंकरे ओडिशा पक्षरे लगे महासमर भारतर शेष समरटी जानी था तु वीर 26 अंकरे समर लगे समर लगिले प्रभु आसवे आगुरी आसबे आसला पर गोटे गोटे थर गोटे वर्ष गुप्त रे उदय हे कौटी प्रभु पुणी आसवे कौटी आम समय जानीगले किए आसवे जानीगले पुणी प्रभु कौटी आसवे झाड़खंडगिरी गुंफारे प्रभु कर से स्थाव नारायण स्वयं प्रकाश नर देहरे गोप्य हारिदास माड़िकाले हारिदास लिखिला से झाड़खंड माने बर्तमान जो झाड़खंड राज्य होती तार नुहे बाबा झाड़खंड माने ओडिशार झाड़खंड आगे बिहार ओडिशा गोटे स्टेट थिला ढेंकानाल टू सियाड़ को जंगल जगह जो ताकू झाड़खंड आख्या दिया आपन प्रमाण देवी से जोरंदा को झाड़खंड जोरंदा कहते लिखिं ये तत्व लिखिं तेणु सेपटे जी से झाड़खंड एरिया माने पश्चिम ओडिशा रे कौन से जगार प्रभु आविर्भाव हे झाड़खंड आउ गोटे लिखाई कौन पद्मकल्पर भीम लिखिले कौन झाड़खंडगिरी गुंफा मध्य लगी भजन जलबल ज्योति प्रकाश विजय गुरुराजन
ନାରାୟଣ ଖେଳ କରିବେ ଭକ୍ତ ଗଣକୁ ଘେନି ଲୀଳା କରୁଥିବେ ଶ୍ରୀଗୁରୁ ତହିଁ ଦିବା ନ ଯଦି। ସିଏ ବି ସେଇ କଥା କହିଲେ। ଝାଡ଼ଖଣ୍ଡ ଏରିଆରେ କୌଣସି ଗୁମ୍ଫା ପାଖରେ ପ୍ରଭୁ ଥିବେ, ପଶିବେ ଏଠିକି, ରହିବେ ସେଇଠି, ଗୁପ୍ତରେ ରହିବେ। ପ୍ରଭୁ ଦର୍ଶନ କେବେ ଦେବେ? ନ ନ ନ ଏକକୁ ରଖ ମିଶାଇ କରିଣ ମନରେ ଦେଖ, ଯେତେ ହେଲା ଠିକ ଏଇ ଅଙ୍କର, 12 ହାତ ଖଣ୍ଡା ହେବ ବାହାର, ମରିବେ ମିଳଛ ଅଜ୍ଞାନୀ ଜନ, ଭକେତେ କରିବେ କଳ୍କି ଦର୍ଶନ। 9 9 9 3ଟା 9 ହେଲେ 27, ତା ସାଙ୍ଗରେ ଏକ ମିଶାଇ କହିଛନ୍ତି 28। 28ରେ ଭକ୍ତମାନେ କଳ୍କି ଦର୍ଶନ କରିବେ। ଆପଣମାନେ ସମସ୍ତେ ପ୍ରଭୁଙ୍କୁ ଦେଖିବେ। ଜୟ ଜଗନ୍ନାଥ, ଜୟ ପ୍ରଭୁ, ଜୟ କଳ୍କି। ଆପଣଙ୍କର ବଡ଼ ଦେଉଳ ପୁରୀ ଦେଉଳ ତ କ'ଣ ହେବ? ପୁଣି କ'ଣ ପ୍ରଭୁ ଛତାକୁ ଆସି ପୁରୀ ଦେଉଳକୁ ଫେରିବେ? ପୁଣି କ'ଣ ପୁରୀ ଯେମିତି ସେମିତି ରହିବ ନା ଆଉ କ'ଣ ହେବ? ବଡ଼ ଦେଉଳେ ଲବଣବାଜି କରି ଦେଉଳ ଚୂଳ ଛାଡ଼ିବ, ବିଶ୍ୱକର୍ମା ଗୁପ୍ତରେ ଆସିକରି ଦେଉଳ ଚୂଳ ଦେବ। ବଡ଼ ଦେଉଳ ଚୂଳରେ ଆପଣଙ୍କର ଚୂଳ ଛାଡ଼ିଯିବ ଲବଣ ଜଳ ମିଶିକି ବାଜିକିରି, ସେଠି ଲବଣ ଜଳ କେଉଁଠି ଆସିବ? ଅବସ୍ଥା କ'ଣ ଥିବ ସେତେବେଳେ? ମନ୍ଦିର ବୁଡ଼ିକି ଥିବ ସମୁଦ୍ର ଜଳରେ। ପ୍ରଭୁ ଆସିବେ କେମିତି ସେଠିକି? ଯବନମାନେ ଆସିଥିବେ, ଆକ୍ରମଣ କରିଥିବେ, ତାଙ୍କ ମୁଖଶାଳା ସବୁ ଭାଙ୍ଗି ଦେଇଥିବେ, ଅରିଜିନାଲ୍ ମନ୍ଦିର ଭାଙ୍ଗି ପାରିନଥିବେ, ଥିବ ସିଏ, କିନ୍ତୁ ସିଏ ଲବଣ ଜଳ ବୁଡ଼ିକି ଥିବ, ଯାହାଦ୍ୱାରା ଲୁଣ ଖାଇକି ତା ଚୂଳ ଭାଙ୍ଗିଯିବ ମନ୍ଦିରର ଲେଖା ହେଲା। ଆମେ ପୁଣି କେମିତି କହିବା ନା 6 ବର୍ଷ ପରେ ପ୍ରଭୁ ଆସିବେ, ରଥଯାତ୍ରା ହେବ? ବାଣୀ ଅଛି ଭୁବନେଶ୍ୱର ହେବ ସତ୍ୟଯୁଗର ଶ୍ରୀକ୍ଷେତ୍ର। ଆଉ ଗୋଟିଏ ବାଣୀ ଆପଣଙ୍କୁ କହି ମୁଁ ଶେଷ କରିବି। ଏଇ ଯେଉଁ ମ୍ଲେଚ୍ଛମାନେ ଅଛନ୍ତି ବର୍ତ୍ତମାନ, ଯେଉଁମାନେ ପ୍ରଭୁଙ୍କୁ ମାନୁନାହାନ୍ତି, ପଞ୍ଚସଖାକୁ ମାନୁନାହାନ୍ତି, କୌଣସି ପୁରାଣ ଗ୍ରନ୍ଥକୁ ମାନୁନାହାନ୍ତି, ସେଭଳିଆ ମେଛ, ଏବଂ ଯେଉଁମାନେ ନିଜକୁ କଳ୍କି କହିକିରି ପ୍ରକାଶ କରୁଛନ୍ତି, ନିଜକୁ ଅମୁକ ଦେବୀ କହିକିରି ପ୍ରଚାର ପ୍ରସାର କରୁଛନ୍ତି ନିଜର, ତାଙ୍କ ଅବସ୍ଥା କ'ଣ ହେବ? ଭବିଷ୍ୟ ପରାର୍ଦ୍ଧରେ ଅଚ୍ୟୁତ ଲେଖିଲେ, ଯଶାଇ ଆମ୍ଭେ ବଳେ ବଳେ ବସନ୍ତେ, ପଦାତି ହୋଇବେ ପ୍ରଚଣ୍ଡ, ଅଶ୍ୱରମାନେ ପଶୁଣ ମାରିବେ, ହିନ୍ଦୁ ଦମନେ ଯିବେ ନାଶ। ଆହେ ଗରୁଡ଼ ମଢ଼ା କୁଢ଼ କୁଢ଼ ହୋଇବ, ଦେବୀ କଳ୍କି ଯେଉଁମାନେ ଅଟନ୍ତି, ସେଇମାନେ ଏଠି ପଡ଼ିବ। ଯେଉଁ ହିନ୍ଦୁମାନଙ୍କୁ ସେମାନେ ମ୍ଲେଚ୍ଛ ଅବସ୍ଥାରେ ଅଛନ୍ତି, ସେମାନେ ପଠାଣଙ୍କ ହସ୍ତରେ ମରିବେ, ତା ପ୍ରଭୁ ମାରିବେନି, ପ୍ରଭୁ ତାଙ୍କ ହାତ ଗନ୍ଧିଆ କରିବେନି। ପୁଣି କିଏ ମରିବ ତାଙ୍କ ହାତରେ? ନା ଯେଉଁମାନେ ନିଜକୁ ଦେବୀ ଆଉ କଳ୍କି ବୋଲିକି ପ୍ରଚାର କରୁଛନ୍ତି, ସେମାନେ ବି ଏଠି ପଡ଼ିବେ ତାଙ୍କରି ହାତରେ। ତେଣୁ ସାବଧାନ ହେଇଯାଆନ୍ତୁ। ଆପଣଙ୍କ ହାତ ଯୋଡ଼ି ମୁଁ ଅନୁରୋଧ କରୁଛି, ଯେଉଁମାନେ କହୁଛନ୍ତି ନିଜକୁ ଦେବୀ ଆଉ କଳ୍କି ବୋଲି, ବିରତ ହୁଅନ୍ତୁ ଏଥିରୁ। ପ୍ରଭୁ ଆସୁଛନ୍ତି, ପ୍ରଭୁଙ୍କୁ ଅନେଇ ବସନ୍ତୁ ଏବଂ ନିଜେ ପ୍ରଭୁ ହେଇଯାଆନ୍ତୁନି। ଆଗେ ଦାସଟିଏ ହୁଅନ୍ତୁ, ଶିଷ୍ୟଟିଏ ହୁଅନ୍ତୁ, ଭକ୍ତଟିଏ ହୁଅନ୍ତୁ। ଆପଣ ପୂର୍ବଜନ୍ମ ଭକ୍ତ ଥିଲେ, ଏ ଜନ୍ମରେ ଆସିଛନ୍ତି ପ୍ରଭୁ କର୍ମ କରିବା ପାଇଁ, ନିଜେ କାହିଁ ପ୍ରଭୁ ହେଇଯାଉଛନ୍ତି? ହେଲେ ଏଇ ଦଶା ହେବ।